ଡାକ୍ତର ଦେବେନ୍ଦ୍ର ପ୍ରଧାନ। 1941 ମସିହାରେ ଅନୁଗୁଳ ଜିଲ୍ଲାର ନଲମ ଗାଁରେ ତାଙ୍କର ଜନ୍ମ। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଡାକ୍ତରୀ ପାସ୍ କରିବା ପରେ 1967ରୁ 73 ମସିହା ପର୍ଯ୍ୟନ୍ତ ଏନ୍ସିଡିସିର ସ୍ୱାସ୍ଥ୍ୟ ଅଧିକାରୀ ଭାବେ ସେ କାର୍ଯ୍ୟ କରିଥିଲେ। ଚାକିରିର ଅବ୍ୟାହତି ନେଇ ତାଳଚେରରେ ଏକ ଘରୋଇ ଚିକିତ୍ସା କେନ୍ଦ୍ର ଖୋଲି ରୋଗୀ ସେବାରେ ନିଜକୁ ନିୟୋଜିତ କଲେ ଡାକ୍ତର ପ୍ରଧାନ। 1981 ମସିହାରେ ରାଜନୀତିକୁ ପ୍ରବେଶ କରି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ସେ ଦୁଇ ଥର ଦାୟିତ୍ୱ ବହନ କରିଛନ୍ତି। ଦ୍ୱାଦଶ ଲୋକସଭାକୁ ଏମ୍ପି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ମିଳିଛି ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ। ରାସ୍ତା ଓଡ଼ିଶାରେ କିପରି ଦ୍ୱିଗୁଣ ଯେତିକି ଅଛି ନ୍ୟାସନାଲ ହୁଏ ତା ଦ୍ୱିଗୁଣ ହେବ ମୁଁ ପ୍ରୟାସ କରିବି। ତାପରେ ପାରାଦୀପ ପୋର୍ଟ ଏକମାତ୍ର ପୋର୍ଟ ଯିଏକି ସରଫେସ୍ ଟ୍ରାନ୍ସପୋର୍ଟ ମିନିଷ୍ଟ୍ରି ଅଣ୍ଡର ଅଛି, ସେ ତାର ବର୍ତ୍ତମାନ ହେଉଛି 20 ମିଲିୟନ ଟନ୍ କାପାସିଟି ପର ଇୟର ଅଛି, ତାକୁ ଡବଲ କରି 40 ମିଲିୟନ ଟନ୍ କାପାସିଟି କରିବା ପାଇଁ ଆମେ ପ୍ରୟାସ କରିବୁ। ଧାମରା ବନ୍ଦର ହେବାକୁ ଯାଉଛି। ଯଦି ବ୍ରାହ୍ମଣୀକୁ ଆମେ ଇନଲାଣ୍ଡ ୱାଟରୱେ ଯଦି ସଂଲଗ୍ନ କରିପାରିବା ତେବେ ଧାମରା ବନ୍ଦରକୁ ମଧ୍ୟ ଇନଲାଣ୍ଡ ୱାଟରୱେଜ ମାଧ୍ୟମରେ ଆମେ କୋଇଲା ତାଳଚେରରୁ ନେଇପାରିବା। ଇଏ ମଧ୍ୟ ଗୋଟେ ମୁଖ୍ୟ ବିଷୟ ରହିବ ମୋ ମିନିଷ୍ଟ୍ରିରେ, କିପରି ଓଡ଼ିଶାରେ ବ୍ରାହ୍ମଣୀ ରିଭରରେ ଇନଲାଣ୍ଡ ୱାଟରୱେଜ ପ୍ରଚଳନ ହେବ ତା ପାଇଁ ମଧ୍ୟ ଚେଷ୍ଟା କରିବି। ଓଡ଼ିଶାର ଗାଁ ଗଣ୍ଡାର ସାଧାରଣ ଲୋକମାନଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ସଦା ତତ୍ପର ଡାକ୍ତର ଦେବେନ୍ଦ୍ର ପ୍ରଧାନ।